ଆଜି ଶୁଣିବା ଉପନ୍ୟାସ ଲଛମା ଭାଗ 15। ଔପନ୍ୟାସିକ ଫକୀରମୋହନ ସେନାପତି। ପରିଚ୍ଛେଦ 30। ପରିଚ୍ଛେଦର ନାମ ପାନରାର ଉଦ୍ବେଗ। ନବାବ ଫୌଜ ମଧ୍ୟରେ ନବନିଯୁକ୍ତ ହିନ୍ଦୁ ହାବିଲଦାରର ଶୌର୍ଯ୍ୟ ବୀର୍ଯ୍ୟ କାର୍ଯ୍ୟ କାହାଣୀ ବର୍ଗିମଣ୍ଡଳୀରେ ଅବିଦିତ ରହିଲା ନାହିଁ। ସମସ୍ତେ ଅବଗତ ହେଲେ ହିନ୍ଦୁ ହାବିଲଦାରର ଯନ୍ତ୍ରଣା ଏବଂ ବହୁ ବଳରେ ନବାବ ବିଜୟୀ। ହାବିଲଦାରର ଘର ରୋହିଲାଖଣ୍ଡ ହାବିଲଦାରର ଯୁବକ। ଯୁଦ୍ଧକ୍ଷେତ୍ରରେ ବର୍ଗୀ ପକ୍ଷରୁ ଯେଉଁମାନେ ତାହାକୁ ଦେଖିଥିଲେ ତାହାର ରୂପ ସମ୍ବନ୍ଧରେ ମଧ୍ୟ ନାନା ରୂପ ବର୍ଣ୍ଣନା କଲେ। ଆମ୍ଭମାନଙ୍କ ପୂର୍ବ ପରିଚିତ ସେହି ତାମ୍ବୁଳ ବିକ୍ରେତା ପାନରା ମରହଟ୍ଟା ଫୌଜ ସଙ୍ଗେ ସଙ୍ଗେ ରହିଅଛି। ନିୟମିତ ରୂପେ ନିରୂପିତ ସ୍ଥାନରେ ତାହାର କାରବାର ଚଳୁଅଛି। ଆଜକୁ କେତେଦିନ ହେଲା ଲୋକେ ତାହାକୁ କିଛି ଅନ୍ୟମନସ୍କ ଦେଖୁଅଛନ୍ତି। କେହି ପାନ ମାଗିଲେ ଚୂନ ଦିଏ, ଗୁଆ ମାଗିଲେ ଚୁଆ ଦିଏ, ସଉଦା ଦେଇ ପଇସା ଦେବାକୁ ଭୁଲେ। ଲୋକ ବିଶେଷରେ ପାନ ଖିଲ ଲାଞ୍ଚ ଦେଇ ମହିଷ ରେଖା ଯୁଦ୍ଧ କଥା, ଗଙ୍ଗାକୂଳ ଯୁଦ୍ଧ କଥା ଶୁଣେ। ସବୁ କଥା ମଧ୍ୟରେ ନବାବ ପକ୍ଷରେ ହିନ୍ଦୁ ହାବିଲଦାରର କଥା ଶୁଣିବାରେ ତାହାର ଆଗ୍ରହ। କେବଳ ସେହି କଥା ଶୁଣିବା ସକାଶେ ଲୋକମାନଙ୍କୁ ଯୁଦ୍ଧ ପ୍ରସଙ୍ଗ ପ୍ରଶ୍ନ କରେ। ହେଲେ ସୁସ୍ପଷ୍ଟ ରୂପେ କେବଳ ସେ ହିନ୍ଦୁ ହାବିଲଦାର କଥା ପଚାରିବାର କେହି ଶୁଣେ ନାହିଁ। ପାନରା ଦିନକରେ ନିର୍ଜନରେ ବସି ଚିନ୍ତା କଲା, ହେ ପ୍ରଭୁ, ହେ ଦୟାମୟ, ସତେ କି ମୋ ପ୍ରତି କୃପା କଲ? ମୋ ଭାଗ୍ୟ କି ସୁପ୍ରସନ୍ନ ହେବ? ପୁଣି କି ସେହି ଶ୍ରୀଚରଣ ଦର୍ଶନ କରିବି? ତୁମ୍ଭ ଇଚ୍ଛା ପ୍ରଭୁ। ଦୟାମୟ ବିପଦ ଭଞ୍ଜନ ତୁମ୍ଭ ଦୟାମୟ ନାମ ସାର୍ଥକ ହେଉ। ପାନରା ଚିନ୍ତା କଲା, ନିବାସ ରେହିଲାଖଣ୍ଡ। ଲୋକେ ରୂପର ଯେପରି ବର୍ଣ୍ଣନା କରୁଅଛନ୍ତି, ପ୍ରତ୍ୟେକ କଥା ମିଳୁଅଛି। ନାମ କ'ଣ? ହିନ୍ଦୁ ହାବିଲଦାର। ହିନ୍ଦୁ ହାବିଲଦାର ତ ନାମ ନୁହେଁ। ଆଚ୍ଛା, ଏତେ କଥା କିଆ? ନିଜେ ଯାଇ ଦେଖି ଆସିଲେ ତ ସବୁ ସନ୍ଦେହ ଦୂର ହେବ। ନବାବ ବର୍ତ୍ତମାନ ମୁର୍ସିଦାବାଦର ସୈନ୍ୟ ସେନାପତି, ସମସ୍ତେ ସେହି ସ୍ଥାନରେ ଥିବେ। ଶୁଭସ୍ୟ ଶୀଘ୍ର। ପାନରା ସେହି ମୁହୂର୍ତ୍ତରେ ଯାତ୍ରାରମ୍ଭ କଲା। ମାତ୍ର ମୁର୍ସିଦାବାଦ ପର୍ଯ୍ୟନ୍ତ ତାକୁ ଯିବାକୁ ପଡ଼ିଲା ନାହିଁ। ମାର୍ଗ ମଧ୍ୟରେ ମନର ସନ୍ଦେହ ଦୂର ହେଲା। ହିନ୍ଦୁ ହାବିଲଦାରର ନାମ କାନକଟା ହାବିଲଦାର ମଧ୍ୟ ସେହି ଲୋକଟାର କାନ ନାହିଁ। ପାନରା ଭାବିଲା, ଛି ଛି, ମୁଁ କାହିଁକିରେ ଭୁଲିଲି। ଆଜକୁ 4 ଦିନ ହେଲା ଭ୍ରାନ୍ତିରେ ଭ୍ରମୁଅଛି। ବର୍ତ୍ତମାନ ସେହି ଦୁରାଚାର କିଛି ଅନ୍ୟମନସ୍କ କିମ୍ବା ଅସାବଧାନ। କିଏ ଜାଣେ, ଏହି 4 ଦିନ ମଧ୍ୟରେ ମୋତେ ସୁଯୋଗ ମିଳିଥାନ୍ତା। ମୁଁ କୁଳଦେବତା ଭଗବାନ ଏକଲିଙ୍ଗଙ୍କ ନାମ ଧରି ପ୍ରତିଜ୍ଞା କରିଅଛି, ଜୀବନର ଏକ ମୁହୂର୍ତ୍ତ କାଳ ବୃଥା କାଟିବି ନାହିଁ। ଉଦ୍ଦେଶ୍ୟ ସାଧନାରେ ସଚେଷ୍ଟ ଥିବି। ମୋ ଉଦ୍ଦେଶ୍ୟ ଅତୀବ ଭୀଷଣ, ଅତୀବ ଦୁରୂହ, ହେଲେ ପ୍ରଭୁ ସାହା ହେବେ, ପ୍ରଭୁ ବଳବିକ୍ରମ ବିତରଣ କରିବେ। ପାନରା ଆପଣା ପୂର୍ବ ସ୍ଥାନକୁ ପ୍ରତ୍ୟାବୃତ ହେଲା। ପରିଚ୍ଛେଦ 31। ପରିଚ୍ଛେଦର ନାମ ବର୍ଗୀ ବିଶ୍ରାମ। ନବାବ ଆଲିବର୍ଦୀ ଖାଁ କାଟୟା ପରିତ୍ୟାଗ କରିବା ମାତ୍ରେ ଭାସ୍କର ପଣ୍ଡିତ ସେ ସ୍ଥାନ ଅଧିକାର କରି ବସିଲେ। କାଟୟା ସୈନ୍ୟ ସମାବେଶ ପକ୍ଷରେ ସମ୍ପୂର୍ଣ୍ଣ ଉପଯୋଗୀ। ଆଜକୁ 3 ମାସ ହେଲା ବର୍ଗୀ ଏ ସ୍ଥାନରେ ବିଶ୍ରାମ କରି ସମର କ୍ଳାନ୍ତି ଦୂର କରୁଅଛନ୍ତି। ବର୍ଦ୍ଧମାନ, ବୀରଭୂମି, ବାଙ୍କୁଡ଼ା, ବରାକର ପ୍ରଭୃତି ସମସ୍ତ ସ୍ଥାନ ବର୍ଗୀ ହସ୍ତଗତ। ଲୋକେ ବୁଝିଲେ ବର୍ଗୀ ବଙ୍ଗେଶ୍ୱର ହେଲେ। ମାତ୍ର ଭାସ୍କର ପଣ୍ଡିତ ଆଶାନୁରୂପ ଅର୍ଥଲାଭରୁ ବଞ୍ଚିତ। ଭାସ୍କର ଭୟଙ୍କର ଅର୍ଥ ପିଶାଚ, ଅର୍ଥ ତାଙ୍କର ସର୍ବସ୍ୱ। ପାଇକମାନଙ୍କ ଅତ୍ୟାଚାରରେ ପ୍ରଜାମାନେ ଦେଶ ତ୍ୟାଗୀ, ଗୃହ ତ୍ୟାଗୀ ହୋଇଅଛନ୍ତି। ଅର୍ଥ କାହୁଁ ଆସିବ? ସମସ୍ତ ଧନବନ୍ତ ହିନ୍ଦୁ ମୁସଲମାନ ପ୍ରଜା ଆପଣା ଆପଣା ସମ୍ପତ୍ତି ଘେନି କଲିକତାରେ ଇଂରେଜମାନଙ୍କ ଆଶ୍ରୟରେ ରହିଅଛନ୍ତି। ଏକା କଲିକତା ଲୁଣ୍ଠନ କଲେ ବିପୁଳ ବିତ୍ତ ହସ୍ତଗତ ହେବାର ସମ୍ଭାବନା। ମାତ୍ର କେତେଗୋଟି କାରଣରୁ ଭାସ୍କର ପଣ୍ଡିତ ଇଂରେଜମାନଙ୍କ ବିପକ୍ଷରେ ଅସ୍ତ୍ର ଧାରଣ କରିନାହାନ୍ତି। ସଂଖ୍ୟାରେ ଇଂରେଜ ସ୍ୱଳ୍ପ ସତ୍ୟ, ମାତ୍ର ସେମାନଙ୍କ ଶୁଭ ସୈନିକ ସୁଶିକ୍ଷିତ, ସମର ସମର୍ଥ, ଆଗ୍ନେୟାସ୍ତ୍ର ପରିଚାଳନାରେ ଅଦ୍ୱିତୀୟ। ପୁଣି ମାନ୍ଦ୍ରାଜ ପ୍ରଦେଶରେ ସେମାନଙ୍କର ଅନେକ ସୈନିକ ଅବସ୍ଥାନ କରୁଥିବାର ସମ୍ବାଦ ପ୍ରଚାରିତ ଅଛି।
ପ୍ରୟୋଜନ ସମୟରେ ଘଟଣାସ୍ଥଳରେ ସେମାନଙ୍କର ଉପସ୍ଥିତି ବିଳମ୍ବ ହୁଏ ନାହିଁ। ଏହା ମଧ୍ୟ ପ୍ରଚାରିତ ଥିଲା ଯେ ସେମାନଙ୍କ ରାଜା ଜର୍ଜ ଅଦ୍ୱିତୀୟ ସମ୍ରାଟ, ଅନନ୍ତ ସମୁଦ୍ରର ଅଧିପତି, ଜଳଯୁଦ୍ଧରେ ତାହାଙ୍କ ସମକକ୍ଷ କେହି ନାହିଁ। ଏଥକୁ କଲିକତା ଲୁଣ୍ଠନ ଆପାତତଃ ଲାଭଜନକ ହେଲେ ହିଁ ପରିଣାମ ଭୟଙ୍କର। ଅଦ୍ୟାବଧି ବର୍ଷତ୍ରୟ ବ୍ୟାପୀ ବିପକ୍ଷତାର ଆଲିବର୍ଦ୍ଧି ବଶୀଭୂତ ହୋଇପାରି ନାହିଁ। ଏଥି ଉତ୍ତାରେ ଇଂରେଜ ସହିତ ସମରାରମ୍ଭ କରିବା ବଧିଷ୍ଣୁ ବିପଦମାର୍ଗ ବିସ୍ତାର କରିବା ତୁଲ୍ୟ ହେବ। ଅଗ୍ର ପଶ୍ଚାତ୍ ଦୁଇ ଦିଗରୁ ଶତ୍ରୁ ସହିତ ଯୁଦ୍ଧ କରିବା ସହଜସାଧ୍ୟ ନୁହେଁ। ଏହି ସମସ୍ତ କଥା ଚିନ୍ତା କରି କଲିକତା ଆକ୍ରମଣରୁ ନିବୃତ୍ତ ହେଲେ। କି ଉପାୟରେ ସମର୍ଥ ଶତ୍ରୁ ଆଲିବର୍ଦ୍ଧି ନିହତ ଓ ମୁର୍ଶିଦାବାଦ ଧନାଗାର ହସ୍ତଗତ ହେବ। ଭାସ୍କର ପଣ୍ଡିତ ପ୍ରତିନିୟତ ଏହି ଚିନ୍ତାରେ ନିମଗ୍ନ। ତାଙ୍କ ଅଦ୍ୱିତୀୟ ସହାୟ ମନ୍ତ୍ରଣାଦାତା ମୀର ହବିବ ସହସା ମୁର୍ଶିଦାବାଦ ଆକ୍ରମଣ ବିଲୁଣ୍ଠନ କରିବା ସକାଶେ ପ୍ରତିନିୟତ ପରାମର୍ଶ ଦେଉଥାନ୍ତି। ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିଥିଲେ ସଫଳ କାମ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଥିଲା। ମାତ୍ର ନାନା କାରଣରୁ ମନ୍ତ୍ରଣା କାର୍ଯ୍ୟରେ ପରିଣତ ହୋଇପାରି ନାହିଁ। ପରିଚ୍ଛେଦ 32। ପରିଚ୍ଛେଦର ନାମ ସମ୍ପଦେ ବିପଦେ ନବାବ। ଭୀଷଣ ବର୍ଗୀ ଯୁଦ୍ଧରୁ ନବାବ ଅକ୍ଷତ ଦେହରେ ବାହୁଡ଼ିବେ, ଏ ଆଶକୁ ମୁର୍ଶିଦାବାଦ ବାସୀମାନେ ମନ ମଧ୍ୟରେ ସ୍ଥାନ ଦେଇ ନଥିଲେ। ଆପେ ନବାବ ମଧ୍ୟ ଯୁଦ୍ଧଯାତ୍ରା ସମୟରେ ଜୀବନ ଆଶା ପରିତ୍ୟାଗ କରିଥିଲେ। ନବାବ ଅକ୍ଷତ ସୁସ୍ଥ ଦେହରେ ପ୍ରତ୍ୟାଗତ ହୋଇଅଛନ୍ତି। ଆଜି ମୁର୍ଶିଦାବାଦ ଆନନ୍ଦ ଉତ୍ସବରେ ପରିପୂର୍ଣ୍ଣ। ପୁଷ୍ପମାଳା, ପତାକା, ଚ୍ୟୁତପଲ୍ଲବ ମାଳାରେ ରାଜମାର୍ଗ ପରିଶୋଭିତ। ସ୍ଥାନେ ସ୍ଥାନେ ମହୁରୀ, କାହାଳୀ, ପୁରବୀ ରାଗିଣୀ ଆଳାପ କରି ରୋଶନ ଚୌକି ବାଜୁଅଛି। ହିନ୍ଦୁମାନଙ୍କ ଦ୍ୱାରଦେଶରେ କଦଳୀ ବୃକ୍ଷ ରୋପିତ। ପୂର୍ଣ୍ଣକୁମ୍ଭ ସ୍ଥାପିତ ହୋଇଅଛି। ଖ୍ୟାତନାମା ମୌଲବୀ ସାହେବମାନେ ଅତର ସୁବାସିତ ମହାର୍ଘ ବସନରେ ଭୂଷିତ ହୋଇ ନବାବ ସାହେବଙ୍କ ଦୁଆ ମନାଇବା ସକାଶେ ଚଞ୍ଚଳ ପଦରେ ମସଜିଦକୁ ଲକ୍ଷ୍ୟ କରି ଚାଲିଅଛନ୍ତି। ସର୍ବସ୍ଥାନ ଗୀତବାଦ୍ୟ ଆନନ୍ଦ ଉତ୍ସବରେ ପରିପୂର୍ଣ୍ଣ। ଧନଶାଳୀ ଲୋକମାନେ ଦରିଦ୍ରମାନଙ୍କୁ ଅକାତରେ ଅର୍ଥ ବିତରଣ କରୁଅଛନ୍ତି। କି ସମ୍ଭ୍ରାନ୍ତ କି ସାମାନ୍ୟ ନଗରବାସୀ ସମସ୍ତେ ନବାବଙ୍କୁ ଦର୍ଶନ କରିବା ସକାଶେ ଆନନ୍ଦ ମନରେ ଧାବିତ। ସିଂହଦ୍ୱାରଠାରେ ନବାବ ହସ୍ତୀରୁ ଓହ୍ଲାଇ ସମାଗତ ସମସ୍ତ ଲୋକଙ୍କୁ ଯଥାଯୋଗ୍ୟ ସାଦର ସମ୍ଭାଷଣ ଦ୍ୱାରା ଆପ୍ୟାୟିତ କରି ବହିତ୍ର ସିରାଜ ଔଦଲର ହସ୍ତ ଧାରଣପୂର୍ବକ ମହଲକୁ ବିଜେ କଲେ। ବେଗମ ସାହେବା ବନ୍ଦୀମାନଙ୍କ ସହିତ ଆସି ସସମ୍ଭ୍ରମରେ ପାଛୋଟି ଘେନିଗଲେ। ସର୍ବସାଧାରଣଠାରୁ ବେଗମ ସାହେବା ବିଶେଷ ଆନନ୍ଦିତା। ନବାବଙ୍କ ଯୁଦ୍ଧଯାତ୍ରା ଦିବସରୁ ସେ ଜୀବନୋତ୍ସା ତୁଲ୍ୟ ପଡ଼ି ରହିଥିଲେ। ଜୀବନବଲ୍ଲଭଙ୍କୁ ପାଇ ପ୍ରକୃତ ଜୀବନ ପ୍ରାପ୍ତ ହୋଇଅଛି। ହାସ୍ୟ, କୌତୁକ, ଗୀତବାଦ୍ୟ ଆନନ୍ଦ ଉତ୍ସବରେ ବେଗମ ମହଲ କମ୍ପିତ ହେଉଅଛି। ବେଗମ ସାହେବା ସିରାଜୌଦୌଲ୍ୟକୁ କୋଳରେ ବସାଇ ବାରମ୍ବାର ମୁଖ ଚୁମ୍ବନ କରିବାକୁ ଲାଗିଲେ। ନବାବ ଆଲିବର୍ଦ୍ଦି ଖାଁଙ୍କର ଅନ୍ୟ ସହସ୍ର ଦୁର୍ଗୁଣ ଥାଉ ପଛକେ ଗୋଟିଏ ସୁମହତ୍ ଗୁଣ ଥିଲା, ଏକପତ୍ନୀ ବ୍ରତ। ବହୁପତ୍ନୀ ପ୍ରିୟ ମୁସଲମାନ ନବାବ ମଣ୍ଡଳୀରେ ଏହା ଗୋଟିଏ ବିଚିତ୍ର ଦୃଶ୍ୟ। ଏଥକୁ ପ୍ରକୃତ ଦାମ୍ପତ୍ୟ ପ୍ରେମର ଦେବଦୁର୍ଲ୍ଲଭ ସୁଖଭୋଗ ତାହାଙ୍କ ପକ୍ଷରେ ସୁଲଭ ଥିଲା। ବେଗମ ସାହେବା ଆଜି ସମସ୍ତ ଦିନବ୍ୟାପୀ ଅର୍ଥ ବିତରଣ ଦ୍ୱାରା ଆପଣାର ଧନାଗାର ବସ୍ତ୍ରାଗାର ଶୂନ୍ୟ କରି ପକାଇଲେଣି। ହାବିଲଦାର, ସର୍ଦ୍ଦାର, ମନସବଦାର, ଜମାଦାର, ସିପାହୀମାନେ ଦୁଶ୍ମନ ମାରି ଜଙ୍ଗ ଫତେହ କରି ଫେରିଛନ୍ତି। ବେବୀମାନଙ୍କର ଆନନ୍ଦର ସୀମା ନାହିଁ। ନାସ୍ତା ସକାଶେ ମିଠାଇ, ମୋହନ ଭୋଗ, କଚୁରୀ, ପରୋଟା, ସିମେଇ, ଶିରଣି ପ୍ରସ୍ତୁତ କରିସାରି ପଲାଉ, ସୁରୁଆ, ଖେଚୁଡ଼ି ରାନ୍ଧିବାକୁ ବସିଯାଇଅଛନ୍ତି। ପକ୍ଷାଧିକ କାଳ ଏହିପରି ଆନନ୍ଦ ଉତ୍ସବ, ନୃତ୍ୟ, ଗୀତ, ଖାନା, ଜାଫତ ମାଫତରେ କଟିଗଲା। ଆମ୍ଭମାନଙ୍କର ଆଦିପିତା ପ୍ରଥମ ସୂର୍ଯ୍ୟୋଦୟ ଦେଖି ଭାଳିଥିବେ, ଏହି ଦୀପ୍ତିମୟ ପଦାର୍ଥ ସର୍ବଦା ଗଗନମଣ୍ଡଳରେ ବିରାଜିତ ଥିବ। ପୃଥିବୀ ଏହିପରି ଆଲୋକିତ ହୋଇ ରହିଥିବ। ମାତ୍ର ସାୟାହ୍ନ ସମୟରେ ସେ ସୂର୍ଯ୍ୟାସ୍ତ ଦେଖି ଅବଶ୍ୟ ଚମତ୍କୃତ ଭୀତ ହୋଇପଡ଼ିବେ।
ଅଧିକନ୍ତୁ ରଜନୀରେ ଅନ୍ଧକାର ସମାଗମ ଦେଖି ମନରେ ଭାଳିଥିବେ ପୃଥିବୀ ଚିରକାଳ ଅନ୍ଧକାର ବ୍ୟାପ୍ତ ହୋଇ ରହିବ। ଯେଉଁ ସୂର୍ଯ୍ୟ ଅସ୍ତଗଲେ ତାଙ୍କର ଆଉ ଉଦୟ ହେବ ନାହିଁ, ସେହିପରି ଆମ୍ଭେମାନେ ସୁଖ ସମୟରେ ଏପରି ଉନ୍ମୁକ୍ତ ହୋଇପଡ଼ୁ ଯେ ଅତଃପରଃ ଯେ ଦୁଃଖ ଆସୁଛି ଏ କଥା ମନ ମଧ୍ୟରେ ସ୍ଥାନ ଦେବାକୁ ଅବସର ଅଭାବ ହୁଏ। ଦୁଃଖ ସମୟରେ ମଧ୍ୟ ସେହିପରି ନୈରାଶ୍ୟ ଆସି ଆମ୍ଭମାନଙ୍କୁ ହୃଦୟକୁ ଆଚ୍ଛନ୍ନ କରି ରଖେ। ମୁର୍ସିଦାବାଦରେ ଏତେ ଯେ ଆନନ୍ଦ, ଏତେ ଯେ ଉତ୍ସବ ସବୁ ପ୍ରସ୍ଫୁଟିତ ଶେଫାଳିକା କୁସୁମାବତ୍ ହଠାତ୍ ଅନ୍ତର୍ନିହିତ ହୋଇଗଲା। ଘୋର ବିପଦ। ତିନି ଦିଗରୁ ତିନି ପ୍ରବଳ ପରିପନ୍ଥୀ ଉପସ୍ଥିତ। ପ୍ରଥମ ଶତ୍ରୁ, ପ୍ରବଳ ପ୍ରଧାନ ଶତ୍ରୁ ଭାସ୍କର ପଣ୍ଡିତ, ସେ ତ ଲାଗିଅଛନ୍ତି। ଦ୍ୱିତୀୟ ଶତ୍ରୁ ବାଲାଜୀ ରାଓ ହୁଲକାରା ଚୌଥ ଆଦାୟ ନିମନ୍ତେ ବାହାର ପ୍ରଦେଶରେ ଲୁଟପାଟ ଆରମ୍ଭ କରିଅଛନ୍ତି। ତୃତୀୟ ଶତ୍ରୁ ଦିଲ୍ଲୀ ବାଦଶାହଙ୍କ କାରକୁନ। ବଙ୍ଗଳା ସୁବାର ରାଜସ୍ୱ 2 ବର୍ଷ ହେଲା ଦିଲ୍ଲୀ ଗନ୍ତାଘରେ ପୈଠ ନ ହେବାରୁ ବାଦଶାହ ସରକାରରୁ ପରୱାନା ଆଣି କାରକୁନ ମୁର୍ସିଦାବାଦରେ ଜୁଲମ ଲଗାଇଅଛନ୍ତି। ନବାବଙ୍କ ଭାବନାର ଇୟତ୍ତା ନାହିଁ। ଅଭାବ ବେଳେ ସର୍ବତ୍ର ଅଭାବ। ଗ୍ରନ୍ଥାଗାରେ ଅର୍ଥାଭାବ। ପ୍ରଜାଙ୍କଠାରୁ ଖଜଣା ଅସୁଲ ହେବାରେ ସମ୍ଭାବନା ନାହିଁ। ମୂଳରେ ମାନଭାବ ଖଜଣା ଦେବ କିଏ? ଯେଉଁ ପ୍ରଜାମାନେ ନିତାନ୍ତ ମାୟନ ଛାଡ଼ି ପୈତୃକ ଭିଟାରେ ପଡ଼ି ରହିଛନ୍ତି, ସେମାନେ ସର୍ବସ୍ୱାନ୍ତ। ଦେଶର କୃଷିଯୋଗ୍ୟ ସମସ୍ତ ଭୂମି ପତିତ। ପ୍ରତିବିଧାନ ନ ହେଲେ ଭବିଷ୍ୟତରେ ମଧ୍ୟ ଅର୍ଥାଗମର ଉପାୟ ନାହିଁ। ଜଗତ ସେଠଠାରୁ ଧାର କରଜ କରି ଅଭାବ ମୋଚନ କରନ୍ତେ। ମୀର ହବିବ ସେ ମାର୍ଗରେ କଣ୍ଟକପାତ କରିଯାଇଅଛି। ନବାବ ଆଲିବର୍ଦୀ ଖାଁ ପ୍ରବୀଣ ଏବଂ ଧୈର୍ଯ୍ୟଶୀଳ ଲୋକ। ଏ ବିପଦସଙ୍କୁଳ ସମୟରେ ବିଚଳିତ ହେଲେ ନାହିଁ। ଦିଲ୍ଲୀ ବାଦଶାହଙ୍କଠାରେ ଅର୍ଜି କଲେ, ପ୍ରଭୁ, ବର୍ଗୀ ବର୍ଗ ସୁବା ମଧ୍ୟରେ ଉତ୍ପାତ ଲଗାଇଅଛନ୍ତି। ରାଜ୍ୟ ଅରଣ୍ୟମୟ। ଆପଣଙ୍କ ରାଜସ୍ୱ କିପରି ଆଦାୟ କରିବି? ବାଦଶାହ ନବାବଙ୍କ ଆବେଦନର ସତ୍ୟତା ପ୍ରମାଣ ପାଇ ରାଜସ୍ୱ ମହକୁବ ରଖିଲେ। ଅଧିକନ୍ତୁ ତାହାଙ୍କୁ ପାଇକ ଦ୍ୱାରା ସାହାଯ୍ୟ ଦେବା ନିମନ୍ତେ ଅଯୋଧ୍ୟା ସୁବାଦାରଙ୍କ ନିକଟକୁ ପରୱାନା ପଠାଇଲେ। ନବାବ କିଞ୍ଚିତ୍ ଆଶ୍ୱସ୍ତ ହେଲେ। ତଥାପି 2 ପ୍ରବଳ ଶତ୍ରୁ ବର୍ତ୍ତମାନ। ଗୋଟିଏ ଶତ୍ରୁକୁ ଶାସନ କରି ହେଉନାହିଁ, 2 ଗୋଟି ଶତ୍ରୁ ସହିତ ଯୁଦ୍ଧ କରିବା ସହଜସାଧ୍ୟ ନୁହେଁ। ମନ୍ତ୍ରୀମାନଙ୍କ ମନ୍ତ୍ରଣାନୁସାରେ ହୁଲକାର ସହିତ ସନ୍ଧି କରିବାର ସିଦ୍ଧାନ୍ତ ହେଲା। ନାନା ରୂପ ଉପାଦେୟ ଉପହାର ସହିତ ଜାନକୀ ରାମ ସର୍ଦ୍ଦାର ଖାଁ 2 ଜଣ ସନ୍ଧି ପ୍ରସ୍ତାବ କରିବା ସକାଶେ ହୁଲକାରଙ୍କ ନିକଟକୁ ପ୍ରେରିତ ହେଲେ। ରୋଗୀର ବାଞ୍ଛିତ ବୈଦ୍ୟ ଅବସ୍ଥା। ହୁଲାକାରଙ୍କ ତାହା ହିଁ ଇଚ୍ଛା। ବିନା ଯୁଦ୍ଧ, ବିନା ରକ୍ତପାତ, ବିନା ପରିଶ୍ରମରେ ଯେବେ ଅର୍ଥଲାଭ ହେଲା, ଏଥୁ ବଳି ସୁଖକର କଥା ଆଉ କ'ଣ? ରାଜମହଲ ନିକଟରେ ନବାବ ଏବଂ ହୁଲାକାରଙ୍କ ମଧ୍ୟରେ ଭେଟ ହେଲା। ନବାବ ସାହେବ କେତେ ଉପାଦେୟ ଦ୍ରବ୍ୟ ଉପହାର ଦେଇ ମଧୁର ବାକ୍ୟରେ ତାହାଙ୍କୁ ସାନ୍ତ୍ୱନା କରିବାକୁ ଲାଗିଲେ। ମାତ୍ର ହୁଲକାର କେବଳ କଥାରେ ଭୁଲିବାର ଲୋକ ନୁହନ୍ତି। ତାଙ୍କର ଲକ୍ଷ୍ୟ ଅର୍ଥପ୍ରତି। ଏଣେ ତାଙ୍କ ବାସନା ପୂର୍ଣ୍ଣ କରିବା ନିମନ୍ତେ ନବାବ ଆପାତତଃ ଅକ୍ଷମ। ଅବଶେଷରେ ସ୍ଥିର ହେଲା ହୁଲକାରଙ୍କ ଓକିଲ ମୁର୍ସିଦାବାଦରେ ରହିବେ। 4 ମାସ ଉତ୍ତାରେ ସନ୍ଧି ସର୍ତ୍ତ ଅନୁସାରେ 1 କରୋଡ଼ ଟଙ୍କା ଘେନି ପଶ୍ଚାତ୍ ରମାନା ହେବେ। ବାଲାଜୀ ହୁଲାକାର ସସୈନ୍ୟ ସ୍ୱଦେଶକୁ ରମାନା ହେଲେ। ଏଣେ ବେରାରର ଫୌଜଦାର ଭାସ୍କର ପଣ୍ଡିତ ଏତାବତ୍ କାଳ ନିଶ୍ଚେଷ୍ଟ ଭାବରେ କାଟିଆରେ ଦିନ କାଟୁଥିଲେ। ସମ୍ପ୍ରତି ହୁଲକାର ନବାବଙ୍କଠାରୁ 1 କରୋଡ଼ ଟଙ୍କା ଘେନିଯିବାର ଶୁଣି ସମରାଲୋଚନ କରିବାକୁ ଲାଗିଲେ। ତେବେ ଏହିଠାରେ ଶେଷ ହେଲା ଉପନ୍ୟାସ ଲଛମା। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ପରିଚ୍ଛେଦଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।